आदि ईश्वर जोगेश्वर परम कारुणिक सतगुरुदेव शिव कुमार शास्त्री जी महाराज की जय। मातेश्वरी शकुंतला देवी की जय। अखिल भूमंडल सर्वश्रमणी मुनि समाज की जय। मनो ब्रह्मेति व्यजानात् मनसो हैव खलिमान् भूतानि जायन्ते मनसा जतानि जीवन्ति मनः प्रयन्ति विंशन्ति ते। मन ही ब्रह्म, सृष्टि स्थिति विलयर कारण ही मन, बंधन एवं मोक्षर कारण मध्य मन। मन को बस करिबा किछि कम कथा नुहे। जदि आमे आमर बहिर्मुखी मन को भीतर को आनी अंतर्मुखी यात्रा करिबा तेबे आम सुख शांति आनंद रे जीवन यापन करि परिबा बोली सद्गुरु आमको कहउछंती। संसार रे जो आमे चलुछंती जो इंद्रिय गुड़िक जिनिस बा इंद्रिय भोग्य जिनिस आमको सुख शांति आनंद देव बोली ता पछरे आमे धाइछंती। सेई वस्तुवादी दुनिया रे मजी जाई आसक्ति बसत आमे सेई वस्तु गुड़िक संग्रह रे लागी पड़ुछंती। आउ मन केबे भी संतुष्टि लाभ करू नाही। एई मन जो आनंद खोजुछि से आनंद से वस्तु पाखरु पाउ नाही। तेबे से आत्माभिमुखी हेले ही आनंद हेबो आउ परम सुख लाभ करिब। परम सुख वैराग्य आशा सकल दुख भोग। आशा पूर्ति करू करू मनुष्य जन्म पर जन्म बीती जाउछि पछे आत्माभिमुखी होई पारु नाही। किंतु जीवन को जेतेबेले तत्वदर्शी गुरु आसंती से बारंबार आमको निर्देश करती मन को अंतर्मुखी करने पाई। तेबे आमे अष्टम सूत्र आलोचना कले विपर्जय मिथ्या ज्ञानम तद्रूप प्रतिष्ठा। विपर्जय मिथ्या ज्ञानम तद्रूप प्रतिष्ठा। ए गत आलोचना आमे काल्पनिक ईश्वर देवी देवता को जदि आमे स्वरूप को ध्यान करने को जीवा, जदि सेमान को नहीं ध्यान करिबा तेबे सीटा संपूर्ण भूल हो जिवो बोली सद्गुरु आमको कहउछंती। प्रत्यक्ष प्रमाण अनुमान प्रमाण और आगम प्रमाण को ठीक ठीक भाव जोगी जानी नेबा दरकार एवं निजको तर्जमा करी से दुईटी शत्रु विपर्जय और विकल्प या को निजे केमिति दूरेई रहिबो याठारु चिंता करि नबा दरकार। स्वरूप माने स्वाभाविक रूप व प्राकृतिक रूप, जड़ एवं चेतन ये दुईटी विभाग सद्गुरु आमको प्रथमे देइछंती। जे चेतन जीव ही ईश्वर, से चेतन जीव को नहीं आमे जेतेबेले चैतन्यतारे भरी जिबा सेतेबेले सुख शांति आनंद आम हाथ मुठारे ही हेब। चेतन सबुर प्रेरक। चेतन ए संसार रे चेतन छड़ा द्वितीय जिनिस अन्य किछि भी नाही। जड़ चेतन दुईटी विभाग रे विभक्त हेले मध्य प्रेरक हेउछंती आत्मा बा चेतन।
ଭୂତ ପ୍ରେତ ଦେବୀ ଦେବତା ଏ କଳ୍ପନା ମାତ୍ର। ସ୍ୱର୍ଗ ନର୍କ ଏସବୁ କଳ୍ପନା ମାତ୍ର। ଏଇ ଜଡ଼ ସଂସାରରେ ଯେତେବେଳେ ମୁଁ ସ୍ୱୟଂ ଅଛି ତ ଏ ସଂସାର ଅଛି ବୋଲି ପ୍ରତୀତ ହେଉଛି। ଗୋଟିଏ ତରବାରୀ ଯଦି ଝୁଲା ହୋଇଛି ସେ କେବେ କାହାରିକୁ ହତ୍ୟା କରିପାରିବ ନାହିଁ। ଜଣେ ଚେତନ ମନୁଷ୍ୟ ତରବାରୀ ଚାଳନା କରି ଅନ୍ୟକୁ ହତ୍ୟା କରିପାରିବ, ବନ୍ଧୁକ ଚାଳନା କରି ଅନ୍ୟକୁ ହତ୍ୟା କରିପାରିବ। ତେବେ ହତ୍ୟାକାରୀ ବନ୍ଧୁକ ବା ତରବାରୀକୁ କେବେ ଜେଲ୍ ହୁଏନି। ତେଣୁ ଭଲ ଭାବରେ ତର୍ଜମା କରି ନେବା ଆମେ ସଦ୍ଗୁରୁ କେତେ ସୂକ୍ଷ୍ମରୁ ସୂକ୍ଷ୍ମ ଜ୍ଞାନ ଆମକୁ ଭିତରକୁ ନେଇଯାଉଛନ୍ତି। ଯଦି ଆମେ ସୂକ୍ଷ୍ମ ଜ୍ଞାନକୁ ଦେଖିବା, ଜଡ଼ ଚେତନକୁ ବିଭାଗ ବଣ୍ଟନ କରି ସଦ୍ଗୁରୁ କେବଳ ହିଁ ଚେତନ ଦେବତା ବୋଲି କେତେ ନିଷ୍ପକ୍ଷ ଭାବରେ ବିଚାର କରି ସେ ଦେଉଛନ୍ତି। ବେଦ ବେଦାନ୍ତ ଇତ୍ୟାଦି ସମସ୍ତ ଶାସ୍ତ୍ରରୁ ନିଚୁଡ଼ିକି ପୂର୍ଣ୍ଣ ଭାବରେ ଆମକୁ ପ୍ରକୃତି ଜ୍ଞାନ ବା ସ୍ୱଜ୍ଞାନ ବା ସ୍ୱରୂପସ୍ଥ ଜ୍ଞାନ ପ୍ରଦାନ କରୁଛନ୍ତି। ତେବେ ଶବ୍ଦ ଜ୍ଞାନାନୁପାତି ବସ୍ତୁଶୂନ୍ୟ ବିକଳ୍ପ ନବମ ସୂତ୍ରଟି ଆମେ ଆଲୋଚନା କରିବା। ଏଠି କୁହାଯାଉଛି ଯେ ଶୁଣି ଶୁଣାଇବା କଥା ଉପରେ କରାଯାଉଥିବା ଆଧାର ସର୍ବଦା ଶୂନ୍ୟ। ଆମେ ଯେଉଁ ବସ୍ତୁ ଶୂନ୍ୟ ବିକଳ୍ପ କହୁଛନ୍ତି, ଶବ୍ଦ ଜ୍ଞାନାନୁପାତି ବସ୍ତୁ ଶୂନ୍ୟ ବିକଳ୍ପ, ଶବ୍ଦ ଜ୍ଞାନ ପଛରେ ଯେଉଁ ମଜହବୀ ପୁସ୍ତକ ଜ୍ଞାନକୁ ଆଧାର କରି ସଂସ୍କୃତ ଶ୍ରୁତି ସବୁ ଲେଖାଯାଇଛି, ହିନ୍ଦୁମାନଙ୍କର ବେଦ ପ୍ରମାଣ କରୁଛି, ବେଦରେ ଶ୍ରୁତି ଯାହାର କୌଣସି ବି ଠିକଣା ନାହିଁ, ପୂର୍ଣ୍ଣ ଭାବରେ ଶୂନ୍ୟ। ଆମେ ତାକୁ ସେଇ ବିଷୟରେ ଆଲୋଚନା କରୁଛନ୍ତି ବୋଲି କହୁଛନ୍ତି। ବେଦ ମାନେ ଜ୍ଞାନ। ଆମର ଯେଉଁ ପୂର୍ବ ମୁନି ଋଷିମାନଙ୍କର ଜ୍ଞାନକୁ ବେଦ କୁହାଯାଏ। ତେବେ ଆମେ ଦେଖିବାର କଥା ଯେ ସଂସାରରେ ଆଧ୍ୟାତ୍ମିକ ତାରେ ଯେଉଁ ପଥିକ ଯେଉଁମାନେ ଚାଲୁଛନ୍ତି ଆଧ୍ୟାତ୍ମିକ ଅନୁଯାୟୀ, ସେମାନେ ବିକଳ୍ପ କଳ୍ପନାକୁ ଯେଉଁ ଆମେ କହିଲେ ଯେ ଈଶ୍ୱର, ଯେଉଁ କାଳ୍ପନିକ ଈଶ୍ୱରକୁ ସମ୍ମୁଖକୁ ଆଣି ସ୍ୱର୍ଗ ନର୍କ ଦେବୀ ଦେବତା ମୂର୍ତ୍ତି ଏମାନଙ୍କୁ ନେଇ ସେମାନେ ଆଧ୍ୟାତ୍ମିକ ଚର୍ଚ୍ଚା କରୁଛନ୍ତି ବୋଲି କହୁଛନ୍ତି, ସିଏ ବିଲକୁଲ ମିଥ୍ୟା। ବହୁତ ବଡ଼ ବଡ଼ ଗାଡ଼ିରେ ଚଢ଼ି ବିଭିନ୍ନ କଥା କହୁଛନ୍ତି। ସେ କହୁଛନ୍ତି ଆମେ ଈଶ୍ୱରଙ୍କ କଥା କହୁଛୁ, ଆମେ ବିଷ୍ଣୁଙ୍କ କଥା କହୁଛୁ, ଆମେ ଶିବଙ୍କ କଥା କହୁଛୁ। ତ ଏସବୁ ଅନ୍ୟର କଥା। ଆତ୍ମା କଥା ହେଉଛି ସ୍ୱ କଥା। ଆତ୍ମଲୋକକୁ ଆମେ ଆତ୍ମାଲୋଚନା କରି ଆତ୍ମଲୋକରେ ସ୍ଥାନ ପାଇବା। କିନ୍ତୁ ଆମେ ଯଦି ଈଶ୍ୱରାବଲମ୍ବୀ ହେବା, ରାମାବଲମ୍ବୀ ହେବା, ପରାବଲମ୍ବୀ ହେବା, ତେବେ ଆମର ପୁରୁଷାର୍ଥ କାହିଁ ହେଲା? ନିଜର ଜ୍ଞାନର ଉନ୍ନତି ପାଇଁ ନିଜେ ଦୃଢ଼ ହେବା ଦରକାର। ନିଜେ ଯଦି ବିଦ୍ୟା ପଢ଼ିବା, ତେବେ ନିଜକୁ ନିଜେ ଜ୍ଞାନୀ ହେବା। ନିଜେ ରୋଜଗାର କଲେ ଧନ ମିଳେ, ନିଜେ ବ୍ୟାୟାମ କଲେ ବଳ ମିଳେ। ତେବେ ଆମେ ନିଜ ଉପରେ ପୂର୍ଣ୍ଣ ପୁରୁଷାର୍ଥ କରିପାରିବା। ବିକଳ୍ପକୁ ଆମେ କେବେ ଭାବନାକୁ ଆଣିପାରିବା ନାହିଁ। ଯେଉଁମାନେ କୃଷ୍ଣ ମୂର୍ତ୍ତିକୁ ସେବା କରୁଛନ୍ତି ସେମାନେ କହୁଛନ୍ତି ମୁଁ ଯୋଗ ଶିଖୁଛି। ଯେଉଁମାନେ ରାମ ମୂର୍ତ୍ତିକୁ ପୂଜା କରୁଛନ୍ତି ସେମାନେ ମଧ୍ୟ କହୁଛନ୍ତି ଆମେ ଯୋଗ ଶିଖୁଛୁ। ତେବେ ଅନ୍ୟର ମୂର୍ତ୍ତିକୁ ସାମ୍ନାକୁ ଆଣି ନିଜେ ସ୍ୱରୂପକୁ ନିଜର ସ୍ୱରୂପର ବାହାରକୁ ଆମେ ଚାଲି ଯାଉଛନ୍ତି।
ଆମେ ଭିତରକୁ ଆସୁନାହାନ୍ତି। ଆମେ ବିନା ପାଠରେ ଯଦି ପୂଜା କରିକି ବିଦ୍ୱାନ ହୋଇଯାଆନ୍ତେ, ତେବେ ଆମେ କାହିଁକି ପାଠ ପଢ଼ୁଛନ୍ତି? ଯଦି ଆମେ ବ୍ୟାୟାମ ନ କରି ବଳବାନ ହୋଇଯାଆନ୍ତେ, ତାହେଲେ କାହିଁକି ବ୍ୟାୟାମ କରୁଛନ୍ତି? ଯାହା ଆମେ କରୁଛେ ତାର ସେଇ କର୍ମର ଫଳ ଆମକୁ ନିହାତି ମିଳିବ। ଆମେ କେବେ ବି ସେ କର୍ମଫଳରୁ ଓହରି ଯିବା ନାହିଁ। ତେଣୁ ବିନା ପାଠରେ କେହି ବି ବିଦ୍ୟାବାନ ବନି ନାହାନ୍ତି। ତ ନିଜ ପାଠ, ଯେଉଁ ଆତ୍ମପାଠ ଅଛି, ତାକୁ ଯେତେବେଳେ ଆମେ ପଢ଼ିବା ଗୁରୁଙ୍କ ମାଧ୍ୟମରେ, ତତ୍ତ୍ୱଦର୍ଶୀ ଗୁରୁଙ୍କ ମାଧ୍ୟମରେ, ଆମେ ସେଇ ସ୍ୱର୍ଗ, ନର୍କ, ଈଶ୍ୱର, ବହିସ୍ଥ ଏସବୁକୁ ଛାଡ଼ି ନିଜସ୍ଥ ହେବାକୁ ଚେଷ୍ଟା କରିବା। କୃଷ୍ଣର ଭକ୍ତମାନେ ଗୋଲକ ଧାମକୁ ଯାତ୍ରା କରନ୍ତି। ସଦ୍ଗୁରୁ କହୁଛନ୍ତି ଗୋଲକ ମାନେ ଗୋଟେ ଗୋଶାଳା। ସମସ୍ତେ ଭାବନ୍ତି ଇ ସ୍ୱର୍ଗ ବା ବୈକୁଣ୍ଠ। ଅପ୍ସରା ମାନେ ନୃତ୍ୟ କରନ୍ତି। ସେମାନେ ଭାବନ୍ତି ଇ ବହୁତ ବଡ଼ ଗୋଟେ ସ୍ୱର୍ଗ ହେଇଥିବ। କିନ୍ତୁ ଆମେ ଦେଖୁଛୁ ପାନ୍ଥଶାଳାରେ, ନାଟ ଘରେ ନର୍ତ୍ତକୀମାନେ ନାଟ କରୁଛନ୍ତି। ଏଇ ସବୁ ଆମକୁ ସଦ୍ଗୁରୁ କାହିଁକି ସାମ୍ନାକୁ ଆଣୁଛନ୍ତି? ଯେ ନାଇଁ, ତୁମେ ତୁମ ଭିତରକୁ ଚାଲ। ବହିର୍ମୁଖୀ ଅନ୍ୟ କାହାର ଜ୍ଞାନକୁ ନେଇ ତୁମେ କେବେ ବି ସେ ଜ୍ଞାନରେ ତୁମେ ନିଜସ୍ଥ ହୋଇପାରିବ ନାହିଁ। ସେଇ କାଳ୍ପନିକ ପାଞ୍ଚମୁଖଧାରୀ ଈଶ୍ୱର ବା ଶୁଣ୍ଢ ଥିବା ଈଶ୍ୱର କେବେ ବି ତୁମ ନିଜ ଆତ୍ମା ପାଖରେ ପହଞ୍ଚାଇ ପାରିବ ନାହିଁ। ଏ ବିକଳ୍ପ କଳ୍ପନା, ୟାକୁ ତ୍ୟାଗ କର ବୋଲି ସଦ୍ଗୁରୁ ସବୁବେଳେ ନିର୍ଦ୍ଦେଶ ଦେଉଛନ୍ତି। ତେବେ ଜଡ଼ ଦେବତା କେବେ ବି ତୁମକୁ ତୁମର କୌଣସି ବି ଉନ୍ନତି କେବେ ବି କରିନାହାନ୍ତି, ଆଗକୁ ବି କରିପାରିବେ ନାହିଁ। ଏଣୁ ଯୋଗ ବଶିଷ୍ଠ କ'ଣ କହୁଛନ୍ତି? ଦୈବ ଦେବତା ବୋଲି ବିଶ୍ୱ କେହି ନାହିଁ, ଚେତନ ଶକ୍ତି କି ପାଇ ଜଡ଼କୁ ପୂଜଇ। ଦୈବ ଦେବତା ବୋଲି ବିଶ୍ୱ କେହି ନାହିଁ, ଚେତନ ଶକ୍ତି କି ପାଇ ଜଡ଼କୁ ପୂଜଇ। ଅବିବେକୀ ଅବିବେକୀ ଗୁରୁ ଆତ୍ମା ବିନୁ କେ ଅଛି କି? ଖାଇଲା ଦେବତା ମାଗେ ତାଙ୍କୁ ନ ଦେଉଛି, ଯେନ ଖାଏ ତେଣେ ଦେଇ ଘଣ୍ଟ ବଜାଉଛି। ରଘୁପତି ରଘୁପତି ତା ବିବେକ ବଡ଼ ନ ଦିଶୁଛି। ରଘୁପତି ରଘୁପତି ନିଜର ବିବେକ, ନିଜର ଆତ୍ମାକୁ ହତ୍ୟା କରି ଯେ ଜଡ଼ ପୂଜା କରେ, ତାର କେବେ ବି ଆତ୍ମୋନ୍ନତି ହୋଇପାରେ ନାହିଁ। ସେ କେବେ ବି ସ୍ୱରୂପସ୍ଥ ହୋଇପାରେ ନାହିଁ। ଏ ବିକଳ୍ପ ଜ୍ଞାନକୁ ତ୍ୟାଗ କରି ଆମେ ଯୋଗ ପଥରେ ଆଗେଇ ଯିବା। ସ୍ୱାଧ୍ୟାୟ, ସତ୍ସଙ୍ଗ ଓ ସାଧନ ଦ୍ୱାରା ନିଜର ଆତ୍ମଲୋକକୁ ଗମନ କରିବା। ଆସନ୍ତୁ ତେବେ ସଦ୍ଗୁରୁଙ୍କ ଜ୍ଞାନରେ ଆମେ ଆଉ ପାଦେ ଆଗେଇ ଯାଇ ଆଜିର ସତ୍ସଙ୍ଗକୁ ଏଇଠି ରଖିବା। ସପ୍ରେମ ଜୟ ଜୀବ ଜୟ।